ଜିତିଲା ହାଇଦ୍ରାବାଦ, କିନ୍ତୁ ମୁମ୍ବାଇ ଏବଂ ବେଙ୍ଗଲୋରର ପ୍ଲେ-ଅଫ୍ ଖେଳିବାର ଆଶା ହେଲା ଧୂଳିସାତ୍। ହେଡ୍ ଏବଂ ଅଭିଷେକ ଶର୍ମା ଇତିହାସ ରଚି ହାଇଦ୍ରାବାଦକୁ ଜିତାଇଲେ ମ୍ୟାଚ୍। ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପର ଜାୟାଣ୍ଟସକୁ ଏକତରଫା ଭାବେ 10 ୱିକେଟରେ ପରାସ୍ତ କରି ଇତିହାସ ରଚିଛି। ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ବ୍ୟାଟିଂରେ ଯାଦୁ ଦେଖାଇ 166 ରନ୍ର ଲକ୍ଷ୍ୟକୁ ମାତ୍ର 9.4 ବଲ୍ରେ ଚେସ୍ କରି ନେଇଛି। ହାଇଦ୍ରାବାଦର ଏହି ୟାଦଗାର ବିଜୟରେ ମୁମ୍ବାଇ ଇଣ୍ଡିଆନ୍ସ ସମେତ ଅନ୍ୟ ଦଳର ମଧ୍ୟ ଭାରି ନୋକସାନ ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସେନା ପ୍ଲେ-ଅଫ୍ ରେସ୍ରୁ ପୂରାପୂରି ଭାବରେ ବାହାର ହୋଇଛି। ସନରାଇଜର୍ସ ହାଇଦ୍ରାବାଦର ଏହି ଧମାକାଦାର ଜିତ୍ ସହିତ ମୁମ୍ବାଇ ଇଣ୍ଡିଆନ୍ସର IPL 2024ରେ ପ୍ଲେ-ଅଫ୍ ଖେଳିବାର ସ୍ୱପ୍ନ ଚୁରମାର ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଏହି ସିଜନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କପ୍ତାନୀରେ ବହୁତ ନୈରାଶ୍ୟଜନକ ଥିଲା। ଟିମ୍ ଏବେ ପର୍ଯ୍ୟନ୍ତ 12ଟି ମ୍ୟାଚ୍ରୁ କେବଳ 4ଟିରେ ଜିତ୍ ହାସଲ କରିଛି, ଯେଉଁଠି 8ଟି ମ୍ୟାଚ୍ରେ ଦଳ ପରାଜୟର ସାମ୍ନା କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ IPLର 17ତମ ସିଜନ୍ରେ ପ୍ରଥମ ଦଳ ଭାବେ ବାହାର ହୋଇଛି। ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ଓପନିଂ ଯୋଡ଼ିରେ 6 ଓଭରର ପାୱାର ପ୍ଲେରେ ହିଁ 100 ରନ୍ ପାର କରିଦେଇଥିଲେ। ହେଡ୍ 30 ବଲ୍ରୁ 89 ରନ୍ ଏବଂ ଅଭିଷେକ ଶର୍ମା 28 ବଲ୍ରୁ 75 ରନ୍ କରି ଅପରାଜିତ ରହି ଏହି କାରନାମା କରିଥିଲେ। ଏହି ବିଜୟ ପରେ ହାଇଦ୍ରାବାଦ ଆଉ ଏକ ରେକର୍ଡ ନିଜ ନାମରେ କରିଛି। IPL ଇତିହାସରେ ଆଜି ପର୍ଯ୍ୟନ୍ତ କୌଣସି ଦଳ ଟାର୍ଗେଟକୁ 10 ଓଭର ମଧ୍ୟରେ ଶେଷ କରିନାହିଁ, କିନ୍ତୁ ହାଇଦ୍ରାବାଦ ଏହି କାରନାମା କରି ଦେଖାଇଛି।